ଉତ୍କଳ ଦିବସ ଓଡ଼ିଆ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ମଞ୍ଚାସୀନ ବିଚାରକ ମଣ୍ଡଳୀ, ଉପସ୍ଥିତ ଅତିଥି ଅଭ୍ୟାଗତଗଣ ଏବଂ ମୋର ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି ଏପ୍ରିଲ ମାସ 1 ତାରିଖ ଅର୍ଥାତ୍ ପବିତ୍ର ଉତ୍କଳ ଦିବସ। ଆଜିର ଏହି ଦିବସ ଉପଲକ୍ଷେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଚଳିତ ବର୍ଷ ଆମେ 89ତମ ଉତ୍କଳ ଦିବସ ଖୁବ୍ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରୁଛନ୍ତି। 1936 ମସିହା ଏପ୍ରିଲ 1 ତାରିଖ ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶର ମାନ୍ୟତା ପାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ଏପ୍ରିଲ 1 ତାରିଖକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଉଛି। ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠାକୁ ମନେ ପକାଇବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। କପିଳ ସଂହିତାରେ କପିଳ ମୁନି ଦିନେ ଉଚ୍ଚ କଣ୍ଠରେ ଉତ୍କଳର ପ୍ରଶଂସା କରି ଗାଇ ଉଠିଥିଲେ, ବରଣାଂ ଭାରତଶ୍ରେଷ୍ଠ ଦେଶାନାଂ ଉତ୍କଳଶ୍ରୁତ ଉତ୍କଳସ୍ୟ ସମାଦେଶ ଦେଶନାସ୍ତି ମହୀତଳେ। ଦୀର୍ଘଦିନ ଧରି ରାଜତନ୍ତ୍ରର ଚକତଳେ ଦଳିତ ଏବଂ ନିଷ୍ପେଷିତ ହୋଇ ଆସୁଥିବା ପ୍ରଜାମାନେ ସ୍ୱାଧୀନତାର ସ୍ୱାଦ ଉପଲବ୍ଧି କରିଥିଲେ 1936 ମସିହା ଏପ୍ରିଲ 1 ଦିନ। ଶାସକ ଓ ଶାସିତ ମଧ୍ୟରେ ଥିବା ଭେଦଭାବର ପ୍ରାଚୀର ଭାଙ୍ଗି ଯାଇଥିଲା ଖଣ୍ଡ ଖଣ୍ଡ ହୋଇ। ଉତ୍କଳ ଜନନୀର ସନ୍ତାନ ରୂପେ ସମସ୍ତେ ନିଜକୁ ଗର୍ବିତ ମନେ କରିଥିଲେ। ବାସ୍ତବିକ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣର ସ୍ମୃତି ପ୍ରତ୍ୟେକ ଓଡ଼ିଆମାନଙ୍କୁ ଆନନ୍ଦ ବିଭୋର କରିଥିଲା ସେଦିନ। ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଉତ୍କଳର ମାହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ ଗାଇ ଉଠିଥିଲେ, ଜଗତେ ସରସ ଭାରତ କମଳ, ତା ମଧ୍ୟ କେଶର ପୁଣ୍ୟ ନୀଳାଚଳ। ଥିଲେ ଯହିଁ ତହିଁ ଭାରତ ବକ୍ଷରେ, ମଣି ବିମୁ ଅଛି ଆପଣା କକ୍ଷରେ। ସକଳ ସଲିଳ ପଞ୍ଚତୀର୍ଥ ଜଳ, ସର୍ବଧର୍ମାଳୟ ମୋର ପୁଣ୍ୟ ନୀଳାଚଳ। ମୋ ଦେଶ ଭାରତଶୀଳା ଶାଳଗ୍ରାମ, ପ୍ରତି ଧର୍ମାଳୟ ପୁଣ୍ୟ ପୁରୀଧାମ। ଯଦି ଏ ଜଗତ ଏକ ପୁଷ୍କରିଣୀ ହୁଏ, ତେବେ ତା ମଧ୍ୟରେ ଥିବା ପଦ୍ମଟି ହେଉଛି ଭାରତବର୍ଷ। ପଦ୍ମ ମଧ୍ୟରେ ଥିବା କେଶରୀ ହେଉଛି ଏକ ଉତ୍କଳ ପ୍ରଦେଶ। ମୁଁ ଭାରତର ଯେଉଁ ସ୍ଥାନରେ ଥାଏନା କାହିଁକି, ମୁଁ ଭାବିବି ଯେ ମୁଁ ନିଜ ଦେଶରେ ଅଛି। ଭାରତବର୍ଷର ନଦୀ, ନାଳ, ପୁଷ୍କରିଣୀର ଜଳ ପବିତ୍ର। ସବୁ ମନ୍ଦିର ଶ୍ରୀଧାମ। ମୋ ଦେଶ ହେଉଛି ଶିଳା ଓ ଶାଳଗ୍ରାମ। ଉତ୍କଳ ପ୍ରଦେଶ ଗଠନରେ ଯେଉଁ ବରପୁତ୍ର ମାନଙ୍କର ଅବଦାନ ରହିଛି, ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ କୁଳବୁଦ୍ଧ ମଧୁସୂଦନ ଦାସ ଥିଲେ ଅନ୍ୟତମ। ସେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଆମାନଙ୍କୁ ଏକଜୁଟ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମିତ୍ତ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନକୁ ଓଡ଼ିଶାର ବହୁ ଯୋଗଜନ୍ମା ବରପୁତ୍ର ପରିପୁଷ୍ଟ କରାଇଥିଲେ। ସେମାନଙ୍କ ମଧ୍ୟରୁ କୃଷ୍ଣଚନ୍ଦ୍ର ଗଜପତି, ଗୌରୀଶଙ୍କର ରାୟ, ଫକୀରମୋହନ ସେନାପତି, ଗୋଦାବରୀଶ ମିଶ୍ର ଆଦି ପ୍ରଧାନ। କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି, ଆମେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବହୁ ପଛରେ ରହିଯାଇଛନ୍ତି। ସବୁ ଥାଇ ମଧ୍ୟ ଆଜି ଆମେ ଗରିବ, ଭୋକିଲା ଓ ପଛୁଆ। ଆଜିର ଏହି ପବିତ୍ର ଉତ୍କଳ ଦିବସ ଅବସରରେ ଆମେ ଶପଥ ନେବା ଉତ୍କଳକୁ ସର୍ବଶ୍ରେଷ୍ଠ ରାଜ୍ୟ ରୂପେ ଗଢ଼ିବା, ନିଜର ରକ୍ତ ଦେଇ ଉତ୍କଳ ମାତାର ସେବା କରିବା, ମାତୃଭୂମିକୁ ଭଲ ପାଇବା, ମାତୃଭାଷାକୁ ଉଚ୍ଚରେ ରଖିବା, ଉତ୍କଳ ପାଇଁ କିଛି ଭାବିବା, କିଛି କରିବା, ତାହେଲେ ଯାଇ ଆଜି ଦିନର ତାତ୍ପର୍ଯ୍ୟ ରହିବ। ମଧୁବାବୁ ଦିନେ ଗାଇ ଉଠିଥିଲେ, ଜାତିର ଉନ୍ନତି ସେ କାହୁଁ କରିବ, ସ୍ୱାର୍ଥେ ଯାର ବ୍ୟସ୍ତ ମନ। ଶାଗୁଣା ବିଲୁଆ ଚିକିତ୍ସକ ହେଲେ, ସବକି ପାଇବ ପ୍ରାଣ। ମୁଁ ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଅଛି। ଜୟ ହିନ୍ଦ। ପିଲାମାନେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବ ଏବଂ ଆମ ଚ୍ୟାନେଲରେ ନୂଆ ଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବ।